ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଛୁଟି। ଟ୍ରେଡ୍ ୟୁନିୟନ ବନ୍ଦ ଡାକରା ଯୋଗୁଁ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଟ୍ରେଡ୍ ୟୁନିୟନ 2 ଦିନିଆ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ବୁଧବାର ଦିନ ସ୍କୁଲ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସ୍କୁଲ ଛୁଟି ଘୋଷଣା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ଆସନ୍ତା 8 ଓ 9 ତାରିଖରେ 2 ଦିନିଆ ଧର୍ମଘଟ କରିବେ। 8 ତାରିଖ ସକାଳ 6ଟାରୁ 10 ତାରିଖ ସକାଳ 6ଟା ପର୍ଯ୍ୟନ୍ତ 48 ଘଣ୍ଟା ପାଇଁ ଏହି ଧର୍ମଘଟ ହେବ। ମୋଦି ସରକାରଙ୍କ ଆର୍ଥିକ ନୀତି ସାଧାରଣ ଲୋକ ଓ ଗରିବ ବିରୋଧୀ। ଏହି ସରକାର ଭାରତର ବଡ଼ ବଡ଼ କମ୍ପାନୀ, ବହୁଦେଶୀୟ କମ୍ପାନୀ ସମେତ ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛି। ଏହାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ଜରିଆରେ ମୋଦି ସରକାରଙ୍କୁ ସତର୍କ ବାଣୀ ଦିଆଯିବ। ଧର୍ମଘଟରେ ବିଭିନ୍ନ ପ୍ରକାର ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ, ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟ ସ୍ତରରେ ବିଭିନ୍ନ ସ୍ୱାଧୀନ ଓ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ଯୋଗ ଦେବେ। ଆଶା କରେ ଏହି ଭିଡିଓଟି ଆପଣଙ୍କୁ ନିହାତି ଭାବେ ଭଲ ଲାଗିଥିବ। ଯଦିଓ ଭଲ ଲାଗିଲା ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବା ସହ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବେନି। ହଁ ଦର୍ଶକ ବନ୍ଧୁ, ନିଜ ସାଙ୍ଗମାନଙ୍କୁ ଏହା ଭିଡିଓ ସେୟାର କରି ନିହାତି ଭାବେ ଜଣାଇ ଦିଅନ୍ତୁ। ଧନ୍ୟବାଦ।